ଦେହ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧାର ଆସୁଛି। ତଥାପି ତମ ହସ୍ପିଟାଲରେ ଏବେ ବି ଅଛି। ଯେପର୍ଯ୍ୟନ୍ତ ଦେହ ସମ୍ପୂର୍ଣ୍ଣ ଠିକ ନ ହେଇଛି ସେ ପର୍ଯ୍ୟନ୍ତ ମୁଁ ଅଛି ହସ୍ପିଟାଲରେ। ବେଲ୍ କଥା ଯୋଉ କହିଲେ, ବେଲ୍ ମିଳିଲା ଅବଶ୍ୟ, କିନ୍ତୁ ମୁଁ ଜେଲରେ ରହିକି ଅଧିକ ସୁରକ୍ଷିତ ରହିପାରିଥାନ୍ତି। କାରଣ ଯୋଉମାନେ ମୁଖ୍ୟ ଅଭିଯୁକ୍ତ ମାନେ ରହିଲେ ସେମାନେ ଏପର୍ଯ୍ୟନ୍ତ ଆରେଷ୍ଟ ହେଇଲେନି। ମୋ ଜୀବନ ପ୍ରତି ଏବେ ବି ବିପଦ ଅଛି। ଯେ ପର୍ଯ୍ୟନ୍ତ ସେମାନେ ବନ୍ଧନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମୋର ଜୀବନ ସଙ୍କଟାପନ୍ନ। ମୋ ଫ୍ୟାମିଲି ଲୋକଙ୍କର ବି ମୁଁ କୋଉଠି ନା କୋଉଠି ଏସ୍ପି ସାର୍ଙ୍କୁ ଡିମାଣ୍ଡ କରିବି ମୋତେ ସୁରକ୍ଷା ଦିଆଯାଉ ଯେପର୍ଯ୍ୟନ୍ତ ସେମାନେ ଆରେଷ୍ଟ ନ ହେଇଛନ୍ତି। ଆଜି ଗୋଟେ ଆଉ ଗୋଟେ ଯୁକ୍ତିତର୍କ ଆସି ପଦାକୁ ଗୋଟେ ଯୁକ୍ତିତର୍କ ଉଗ୍ର ରୂପ ନେଇଛି ଗୋଟେ ଗୁରୁ ଆଜି କୋଉମାନେ ଯୁକ୍ତିତର୍କ କରିଥିଲେ ଆଉ କୋଉମାନେ ବର୍ତ୍ତମାନ ଅଭିଯୋଗ ଅଛି କି ନାହିଁ ମାନେ କାହିଁ ଗିରଫ ହେଲେ। ଗିରଫ ଏଠି କୋଉଠି ନା କୋଉଠି ଜିଲ୍ଲା ପ୍ରଶାସନର ଦାୟିତ୍ୱ ରହୁଛି। ଏସ୍ପି ମହୋଦୟଙ୍କୁ ପ୍ରମାଣ ଦରକାର ଥିଲା। ବର୍ତ୍ତମାନ ଆମେ ତାଙ୍କୁ ପ୍ରମାଣ ସ୍ୱରୂପ ସବୁ ଦେଇ ସାରିଛୁ। ଏସ୍ପି ମହୋଦୟ ତାଙ୍କର କାର୍ଯ୍ୟ କରନ୍ତୁ। ଯୋଉମାନେ ଅଭିଯୁକ୍ତ ଅଛନ୍ତି ବର୍ତ୍ତମାନ ସମସ୍ତେ ସାମ୍ନାକୁ ଆସି ସାରିଛନ୍ତି। ଆଉ ଅଦର୍ଶରେ ବି ଆମେ ପକେଇଛୁ ଯୋଉମାନଙ୍କ ନାଁ ନ ଜାଣିଥିଲୁ ତୁରନ୍ତ ସେମାନଙ୍କୁ ଜିଲ୍ଲାପାଳ ମହୋଦୟଙ୍କୁ ଏସ୍ପି ସାର୍ଙ୍କ ଅନୁରୋଧ ତୁରନ୍ତ ସେମାନଙ୍କୁ ଗିରଫ କରନ୍ତୁ। ଆଜ୍ଞା, ଯାହାବି ମୋ ପ୍ରତି ହେଇଛି ପ୍ରଧାନମନ୍ତ୍ରୀ ନାରା ଦଉଛନ୍ତି ବେଟି ପଢାଓ ବେଟି ବଚାଓ, ନାରୀମାନଙ୍କ ପାଇଁ ସୁରକ୍ଷା ଆଉ ନାରୀମାନଙ୍କ ପାଇଁ ଯୋଉ 40% ତ ସବୁ ନେଇ କୋଉଠି ନା କୋଉଠି ମୁଁ ପ୍ରଧାନମନ୍ତ୍ରୀଙ୍କୁ ମୋ ସୁରକ୍ଷା ଉପରେ ମୁଁ ଲେଖିଛି। ପ୍ରଧାନମନ୍ତ୍ରୀ 20 ତାରିଖ ଦିନ ଆସୁଛନ୍ତି। ଯଦି ପ୍ରଧାନମନ୍ତ୍ରୀ ୟାର କିଛି ବିଚାର ନ କରିକି ନ ଆସନ୍ତି ତ ମୁଁ ସେଦିନ ସତ ଚେଷ୍ଟା କରିବି ପ୍ରଧାନମନ୍ତ୍ରୀ ଯାଇ ଭେଟିକି କଥାବାର୍ତ୍ତା। ଘରକୁ କେବେ ଯିବେ ଚାମିଲ ନିଜ କର୍ମରେ ଯୋଗ ଦେବେ? ପରବର୍ତ୍ତୀ କାର୍ଯ୍ୟକ୍ରମ କଣ? ସ୍ୱାସ୍ଥ୍ୟ ଅବସ୍ଥା ଠିକ ହେଲେ ମୁଁ ନିଶ୍ଚିତ ଘରକୁ ଯିବି। କର୍ମ ତ ସବୁବେଳେ ଜାରି ରହିବ। ଏବେ ନିଜକୁ ଫିଟ୍ କରିବା ତାପରେ କର୍ମକ୍ଷେତ୍ରକୁ ବାହାରିବ। ତ ବର୍ତ୍ତମାନ ମୁଁ ୱିକ୍ ଫିଲ୍ କରୁଛି ଫିଟ୍। ଆଉ ଏ ଲଢେଇରେ ଆଉ କଣ ଆଗାମୀ ଦିନରେ ଅଛି ଚାମିଲଙ୍କର କାର୍ଯ୍ୟକ୍ରମ? ଯେ ପର୍ଯ୍ୟନ୍ତ ମତେ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେଇ ହେବ। ବର୍ତ୍ତମାନ ଚାମେଲି ଓଝାର ସ୍ୱର ନୁହେଁ, ସାରା ଓଡ଼ିଶାବାସୀଙ୍କ ସ୍ୱର। ତ ଯଦି ୟାର ଖୁବ୍ ଶୀଘ୍ର ସମାଧାନ ନ କରାଯାଏ ତୀବ୍ର ବିରୋଧ ହେଇ ତୀବ୍ର ଲଢେଇ ହେବ। ଚାମିଲଙ୍କ ଭାଇ ବର୍ତ୍ତମାନ ଜେଲରେ ବେଲ୍ ହେଇନାହିଁ, କଣ କହିବେ? ଏଠି ତ ବହୁତ ଦୁଃଖର କଥା। ଫସିଗଲା, ସେ ତାକୁ ଫସେଇ ଦେଲା ପୋଲିସ ମିଛ କେସରେ। କାହାକୁ ଚାହିଁଲେ ବି ବାନ୍ଧି ପାରିବ। ଏଠି ବହୁତ ଏଜୁକେଟେଡ୍ ପିଲା ମିଛ କେସରେ ତାଙ୍କ ନାଁ ଫସା ହେଇକି ଏଠି ବେଲ୍ ହେଇ ପାରୁନାହାନ୍ତି, ବୁଲୁଛନ୍ତି, ତାଙ୍କ କ୍ୟାରିୟର ବର୍ବାଦ କରୁଛନ୍ତି। ତ କୋଉଠି ନା କୋଉଠି ଦୁଃଖ। ଏଇଟା ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ। ହାତରେ କ୍ଷମତା ଥିଲେ କିଛି ବି କରିବ। ଏଇଟା କ୍ଷମତା ଯୋଉଠି ବ୍ୟବହାର କରିବା କଥା କରନ୍ତୁ, ଅନାବଶ୍ୟକ ବ୍ୟବହାର କରି କାହାକୁ ହଇରାଣ କରନ୍ତୁ। ପୋଲିସ ମୋବାଇଲ ଫେରେଇ ଦେଇଛି ବାବାଙ୍କୁ, ଆପଣଙ୍କର ଆପଣଙ୍କ ଭାଇଙ୍କର ମୋବାଇଲରେ ଯୋଉ ତଥ୍ୟ ଅଛି ନା? ଯାହା ବି ତଥ୍ୟ ଅଛି ଆମେ ତାକୁ ପବ୍ଲିଶ କରୁଛୁ। ଆଉ କିଛି ତଥ୍ୟ ଡିଲିଟ୍ କରାହେଇଛି। ସେ କହୁଥିଲେ କଣ ଦାବି କରିବେ? ଦାବି କରିବୁ, ଆଗାମୀ ଦିନରେ ସେଟା ବି କରାହବ।